ଏହି ଭିଡ଼ିଓଟିରେ ଆମେ ଆଜି ଗାନ୍ଧିଜୀଙ୍କର ଶିକ୍ଷା ଦର୍ଶନ, ତାଙ୍କର ମୌଳିକ ଶିକ୍ଷା ବ୍ୟବସ୍ଥା, ନୀତି, ଉଦ୍ଦେଶ୍ୟ ଓ ପାଠ୍ୟକ୍ରମ ବିଷୟରେ ପଢ଼ିବା। ତେବେ ଏବେ ଆମେ ଆରମ୍ଭ କରିବା ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନ ଓ ମୌଳିକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା। ଜାତିର ଜନକ ମହାତ୍ମା ଗାନ୍ଧୀ 1869 ମସିହାରେ ଜନ୍ମ ଓ 1948 ମସିହାରେ ସେ ମୃତ୍ୟୁବରଣ କରିଥିଲେ। ସେ ଏକାଧାରରେ ଜଣେ ଦାର୍ଶନିକ, ରାଜନୀତିଜ୍ଞ, ସମାଜ ସଂସ୍କାରକ, ଅହିଂସାର ମୂର୍ତ୍ତିମନ୍ତ ଅବତାର ଓ ବିଶିଷ୍ଟ ଶିକ୍ଷାବିତ୍ ଥିଲେ। ତାଙ୍କର ଦେଶ ପାଇଁ ବହୁମୁଖୀ ଅବଦାନ ଥିଲା। ତନ୍ମଧ୍ୟରୁ ବୁନିୟାଦୀ ଜାତୀୟ ଶିକ୍ଷା ସର୍ବଶ୍ରେଷ୍ଠ ବୋଲି କେତେକ ମତ ଦିଅନ୍ତି। ଗାନ୍ଧିଜୀ ଅନୁଭବ କରିଥିଲେ ଯେ ତତ୍କାଳୀନ ଶିକ୍ଷା ବ୍ୟବସ୍ଥାରେ ଓ ସାଧାରଣ ଲୋକଙ୍କ ଭିତରେ ଅବାଞ୍ଛିତ କୃତ୍ରିମ ଜାତିଭେଦ ସୃଷ୍ଟି ହୋଇଥିଲା। ବୃତ୍ତି ଶିକ୍ଷାର ଅଭାବ ଥିଲା। ଭାରତର ସର୍ବାଙ୍ଗୀନ ବିକାଶରେ ପ୍ରତିବନ୍ଧକ ଦେଖାଦେଇଛି। ଏସବୁ ତ୍ରୁଟିକୁ ସଂଶୋଧନ କରି ନୂତନ ସମାଜ ଓ ମଣିଷ ସୃଷ୍ଟି କରିବା ପାଇଁ ଗାନ୍ଧିଜୀ ପ୍ରଚେଷ୍ଟା କରିଥିଲେ। ସେହି ପ୍ରଚେଷ୍ଟାର ଫଳସ୍ୱରୂପ ତାଙ୍କର ବୁନିୟାଦୀ ଜାତୀୟ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ଜନ୍ମ ନେଇଥିଲା 1937 ମସିହା ୱାର୍ଦ୍ଧାଠାରେ। ଏହି ଶିକ୍ଷା ବ୍ୟବସ୍ଥାକୁ ନଈ ତାଲିମ, ମୌଳିକ ଶିକ୍ଷା ବ୍ୟବସ୍ଥା ବା ୱାର୍ଦ୍ଧା ପରିକଳ୍ପନା ମଧ୍ୟ କୁହାଯାଏ। ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ଦୁଇଟି ଚିନ୍ତାଧାରା ଉପରେ ଆଧାରିତ ଥିଲା। ଦୁଇଟି ହେଉଛି ଆଦର୍ଶବାଦୀ ଜୀବନ ଦର୍ଶନ ଓ ସୃଜନଧର୍ମୀ ସମାଜବାଦୀ। ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଭାରତର ସନାତନ ଆଦର୍ଶ, ସତ୍ୟ ଓ ଅହିଂସା ଉପରେ ପ୍ରତିଷ୍ଠିତ। ତାଙ୍କ ମତରେ ଜୀବନର ଲକ୍ଷ୍ୟ ହେଉଛି ଭଗବତ ସାକ୍ଷରତା ଲାଭ ବା ଈଶ୍ୱର ଅନୁଭୂତି ଲାଭ। ଏହି ଈଶ୍ୱର ଅନୁଭୂତି ଲାଭ ପାଇଁ ସତ୍ୟ ଓ ଅହିଂସାର ଉପାସନା ଆବଶ୍ୟକ। ସତ୍ୟ ବ୍ୟତୀତ ଅନ୍ୟ କୌଣସି ଈଶ୍ୱରଙ୍କର ଆରାଧନା କରିବାର ଆବଶ୍ୟକତା ନାହିଁ, କାରଣ ସତ୍ୟ ହିଁ ଭଗବାନ। ଏହି ସତ୍ୟର ସାଧନା ହେଉଛି ପ୍ରତ୍ୟେକ ମଣିଷର ଲକ୍ଷ୍ୟ ଓ କର୍ତ୍ତବ୍ୟ। ସତ୍ୟ ସାଧନାର ପ୍ରଧାନ ଉପାୟ ହେଉଛି ଅହିଂସା। ଏହା ଏକ ଆଧ୍ୟାତ୍ମିକ ଶକ୍ତି। ଥରେ ମଣିଷ ମନରେ ଅନ୍ୟମାନଙ୍କ ପ୍ରତି ନିଶ୍ଚକ ଭଲ ପାଇବା ସୃଷ୍ଟି ହୋଇଗଲେ ସେ ଅହିଂସା ମାର୍ଗ ଆଚରଣ କରେ ଏବଂ ପରିଶେଷରେ ଅନ୍ତିମ ସତ୍ୟକୁ ଅନୁଭବ କରେ। ତେବେ ଗାନ୍ଧିଜୀଙ୍କ ଦର୍ଶନ ପ୍ରେମ, ଅହିଂସା, ସତ୍ୟ ଓ ଗଭୀର ମାନବିକତା ଉପରେ ଆଧାରିତ। ତାଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ଏହି ଗୁଣଗୁଡ଼ିକୁ ବିକାଶ କରିପାରିବ ଉପଯୁକ୍ତ ଶିକ୍ଷା ମାଧ୍ୟମରେ। ଗାନ୍ଧିଜୀଙ୍କ ସାମାଜିକ ଚିନ୍ତାଧାରା ଥିଲା ଗଠନମୂଳକ ଓ ସୃଜନଧର୍ମୀ। ସେ ଏକ ଶୋଷଣହୀନ ସମାଜବାଦୀ ସମାଜ ସ୍ଥାପନ କରିବାକୁ ଆଜୀବନ ସାଧନା କରିଥିଲେ। ତାଙ୍କ ସ୍ୱପ୍ନର ସମାଜ ଥିଲା ରାମରାଜ୍ୟ, ଯେଉଁଠି ଥିବ ଶାନ୍ତି, ମୈତ୍ରୀ ଓ ଅହିଂସା। ସେହି ସମାଜରେ କେହି ଦଳିତ, ଶୋଷିତ ଓ ନିଷ୍ପେଷିତ ହେବେ ନାହିଁ। ସମସ୍ତଙ୍କର ଉଦୟ ବା ପ୍ରଗତି ସମ୍ଭବ ହେଉଥିବ। ଅର୍ଥାତ୍ ସତ୍ୟ, ଅହିଂସା ଓ ପ୍ରେମ ଉପରେ ପ୍ରତିଷ୍ଠିତ ଏକ ସୁସ୍ଥ, ସରଳ, ସର୍ବୋଦୟ ସମାଜ ପ୍ରତିଷ୍ଠା କରିବା ତାଙ୍କ ସମାଜ ଚିନ୍ତାଧାରାର ମୂଳ ମନ୍ତ୍ର ଥିଲା। ଶିକ୍ଷା ମାଧ୍ୟମରେ ଏ ପ୍ରକାର ସମାଜ ପ୍ରତିଷ୍ଠା ସମ୍ଭବ ବୋଲି ସେ ନିଶ୍ଚିତ ଥିଲେ। ତେବେ ଏବେ ଆମେ ଜାଣିବା ମୌଳିକ ଶିକ୍ଷା ବ୍ୟବସ୍ଥା। ଗାନ୍ଧିଜୀଙ୍କର ଉପରୋକ୍ତ ଦାର୍ଶନିକ ଓ ସାମାଜିକ ଚିନ୍ତାଧାରା ତାଙ୍କ ପରିକଳ୍ପିତ ମୌଳିକ ଶିକ୍ଷାର ଉଦ୍ଦେଶ୍ୟ, ପାଠ୍ୟକ୍ରମ ଓ ଶିକ୍ଷାଦାନ ଶିକ୍ଷଣ ପଦ୍ଧତି ଆଦିରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ସେ ଏହି ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଶିଶୁର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସେଥିପାଇଁ ସେ କହିଥିଲେ, ଶିକ୍ଷା ଦ୍ୱାରା ମୁଁ ବୁଝେ ମନୁଷ୍ୟ ବା ଶିଶୁ ମାଧ୍ୟମରେ ଯାହା କିଛି ମହାନ ତାକୁ ଉନ୍ମେଷଣ କରିବା, ତାର ଦେହ, ମନ ଓ ଆତ୍ମାର ସମ୍ପୂର୍ଣ୍ଣ ବିକାଶ। ଅକ୍ଷର ଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟ ନୁହେଁ, ତାହାର ଆରମ୍ଭ ମଧ୍ୟ ନୁହେଁ। ପରିପୂର୍ଣ୍ଣ ମନୁଷ୍ୟ ହେବାକୁ ହେଲେ ଦେହ, ମନ ଓ ହୃଦୟ ଏହି ତିନୋଟିର ଯଥାର୍ଥ ସମନ୍ୱୟ ଆବଶ୍ୟକ। ଏହି ସମନ୍ୱୟ ସାଧନ ହିଁ ଯଥାର୍ଥ ଶିକ୍ଷା। ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ବ୍ୟବସ୍ଥାରେ ପ୍ରକୃତରେ ଏହି ତିନୋଟିର ଉପଯୁକ୍ତ ସମନ୍ୱୟ ସାଧନା ହୋଇପାରିଛି। ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନର ନୀତିଗୁଡ଼ିକ ହେଉଛି: ପ୍ରଥମେ, 7ରୁ 14 ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାଙ୍କୁ ବାଧ୍ୟତାମୂଳକ ଓ ମାଗଣା ଶିକ୍ଷା ଦେବା। ଦ୍ୱିତୀୟଟି ହେଉଛି ହସ୍ତଶିଳ୍ପ ବା କୁଟୀର ଶିଳ୍ପ ଓ ମୌଳିକ ଧନ୍ଦା ମାଧ୍ୟମରେ ଶିକ୍ଷାଦାନ କରିବା। ତୃତୀୟଟି ହେଉଛି ଅନୁବନ୍ଧ ପଦ୍ଧତି ସାହାଯ୍ୟରେ ଶିକ୍ଷାଦାନ କରିବା। ଚତୁର୍ଥଟି ହେଉଛି ଶିକ୍ଷଣ ସହିତ ଶିକ୍ଷାର୍ଥୀକୁ ଉପାର୍ଜନକ୍ଷମ କରାଇବା ବା ଆତ୍ମନିର୍ଭରଶୀଳ କରିବା। ତାପରେ
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରିବା, ଅହିଂସା ଭିତ୍ତିକ ଶିକ୍ଷା ପ୍ରଦାନ କରିବା, ଉତ୍ତମ ନାଗରିକ ଗଠନ ପାଇଁ ଶିକ୍ଷା ଦେବା, ସହାବସ୍ଥାନ ଜୀବନଯାପନ ପାଇଁ ଶିକ୍ଷା ଦେବା। ଗାନ୍ଧିଜୀଙ୍କ ମୌଳିକ ଶିକ୍ଷାର ଉଦ୍ଦେଶ୍ୟ। ମୌଳିକ ଶିକ୍ଷାର ପ୍ରମୁଖ ଉଦ୍ଦେଶ୍ୟ ଗୁଡ଼ିକ ହିଁ ପ୍ରକୃତରେ ଶିକ୍ଷାର ପ୍ରାଚ୍ୟ ବା ଭାରତୀୟ ଲକ୍ଷ୍ୟ। ସେଗୁଡ଼ିକ ହେଉଛି ଶିକ୍ଷାର୍ଥୀର ସର୍ବାଙ୍ଗୀନ ଯଥା ତାହାର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ସାଧନ କରିବା, ଶିକ୍ଷାର୍ଥୀର ଉତ୍ତମ ଚରିତ୍ର ଗଠନ କରିବା, ସେଥିପାଇଁ ତାକୁ ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବିଷୟରେ ଶିକ୍ଷା ଦେବା, ଶିକ୍ଷାର୍ଥୀକୁ ଆତ୍ମନିର୍ଭରଶୀଳ କରାଇବା, ପାଠପଢ଼ା ସହିତ ନିଜେ କିପରି ଉପାର୍ଜନକ୍ଷମ ହୋଇପାରିବ ସେ ସମ୍ବନ୍ଧରେ ଶିକ୍ଷା ଓ ସୁଯୋଗ ଦେବା, ଶିକ୍ଷାର୍ଥୀକୁ ସଂସ୍କୃତି ସଚେତନ କରାଇବା, ଭାରତୀୟ ଆଦର୍ଶ ଓ ରୀତିନୀତି ସମ୍ପର୍କରେ ଶିକ୍ଷା ଦେବା, ଶିକ୍ଷାର୍ଥୀକୁ ସମାଜସେବା ପାଇଁ ଅନୁପ୍ରେରିତ କରିବା ତଥା ତାହାର ସମାଜସେବା ଦକ୍ଷତାର ବିକାଶ କରିବା, ଶିକ୍ଷାର୍ଥୀକୁ ନୈତିକ ମୂଲ୍ୟବୋଧ ଶିକ୍ଷା ଦେବା, ଶିକ୍ଷାର୍ଥୀର ମାନବିକତା ଗୁଣର ବିକାଶ କରିବା, ଶିକ୍ଷାର୍ଥୀଙ୍କୁ ଦେଶପ୍ରେମ ଶିକ୍ଷା ଦେବା ଓ ତାହାର ଜାତୀୟତାବୋଧର ଅଭିବୃଦ୍ଧି କରିବା।